ଅଯଥା ବସିକି ରିଲ୍ସ ସ୍କ୍ରୋଲ୍ କରୁଛ ତ କିଛି ଭାବୁଛ ଯେ ମୋ ଦ୍ୱାରା କିଛି ହେଇପାରିବ ନାହିଁ। ତ 2026ରେ AI ଯୁଗରେ ମାନେ AI ଯୁଗ ଏଇଟା କହିବାକୁ ଗଲେ AI ଯୁଗରେ ତୁମେ ତମ ପାଖରେ ଢେର ସାରା ଅପସନ୍ ରହିଛି। ଯଦି ତୁମେ ଖାଲିଟାରେ ବସିଛ ବୋଲେ ତାହେଲେ ତୁମେ କିଛି ନା କିଛି ଗୋଟେ କରିପାରିଲୁଣି। ତ ଆଗରୁ ଆମକୁ ଇରିଟେଟ୍ ଲାଗୁଥିଲା ଯେ ଫେସ୍ କ୍ୟାମ୍ରେ ଭିଡ଼ିଓ ବନେଇଥିବୁ କିଏ କ'ଣ ଶୁଣିଲେ କହିବ ହେଲା, କେଉଁ ଲୋକ କି କ'ଣ ଶୁଣିଲେ କ'ଣ କହିବ। ତ ଏବେ ମାନେ କ'ଣ ରେଗୁଲାରଲି ଭ୍ଲଗ୍ ବନା ହେଉଛି ନା, ସେଥିଲାଗିନା ଆମର ମାନେ କ୍ୟାମେରା ପ୍ରତି ସେତିକି କଣ୍ଟାକ୍ଟ ହେଇଗଲାଣି ଯେ ମାନେ ଆଉ ସେତେ ଇରିଟେଟ୍ ଲାଗୁନି। ମୁଁ ଆଗରୁ ଯେତେବେଳେ ମାନେ ମୋବାଇଲ୍ ୟୁଜ୍ କରୁଥିଲି ନା, ପର ଦିନ ଆଗ ମାନେ ରିଲ୍ସ ସ୍କ୍ରୋଲ୍ କରୁଥିଲି, ଇଆଡ଼ୁ ସିଆଡ଼ୁ ଯାହା ଆସିବ ସବୁ ମାନେ ଦେଖିବି ଘାଣ୍ଟିବି। ତାପରେ ଗେମ୍ ଫେମ୍ ମଧ୍ୟ ଖେଳିବି। ତ ଯଦି ମାନେ ଗେମର୍ ତ ତାହେଲେ ଗେମିଂ ମଧ୍ୟ କରିପାରିବ ହେଲା। ତ ଏବେ କ'ଣ ମୁଁ ବାସ୍ କେବଳ 2ଟା ଚ୍ୟାନେଲ୍କୁ ଫଲୋ କରୁଛି, ଯେଉଁଟା ହେଉଛି ତ ସେଇଟା ନାଁ ନେବିନି ହେଲା। 2ଟା ଚ୍ୟାନେଲ୍କୁ ଫଲୋ କରୁଛି। ତ ଫଲୋ 2ଟା ଚ୍ୟାନେଲ୍ରୁ ପୁଣି 0 ଚ୍ୟାନେଲ୍ ହେଇଯିବ। ତାପରେ ମୋର ଆକ୍ଟିଭ୍ ହେଇଯିବ ମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ମାନେ ଯେଉଁ 6ଟା ମଲ୍ଟିପୁଲ୍ସ ଚ୍ୟାନେଲ୍ ରହିଛି ୟୁଟ୍ୟୁବ୍ରେ। ତ ସେଇଥିରେ ମଧ୍ୟ ମୁଁ ଆକ୍ଟିଭ୍ ରହିଯିବି। ଆକ୍ଟିଭ୍ ହେଲେ କ'ଣ ରେଗୁଲାରଲି ମାନେ ଯେଉଁ ମାନେ ଅଯଥା ଯେଉଁ ଟାଇମ୍ ୱେଷ୍ଟ କରୁଥିଲି ରିଲ୍ସ ଫିଲ୍ସ ଦେଖିକି, ତ ସେଇଟା ମଧ୍ୟ ପୁରା ମାଇନସ୍ କରିଦେବି। ତ ଗାଇସ୍ ଆଜିର ଭିଡ଼ିଓ ବନେଇବାର ମୋଟିଭେସନ୍ ହେଉଛି କିଛିଟା ମୋଟିଭେଟ୍ କରିପାରିବି, କିଛିଟା ନଲେଜ୍ ମଧ୍ୟ ଦେଇପାରିବି। ସକାଳୁ ଉଠିକି ମାନେ କ'ଣ 2ଟା ଚ୍ୟାନେଲ୍ରେ ଭିଡ଼ିଓ ଅପଲୋଡ଼ ହେଲା, ସେ AI ଚ୍ୟାନେଲ୍ ହେଲା। ମୋର ଆକ୍ଚୁଆଲି କହିବାକୁ ଗଲେ ଓଡ଼ିଆ ଚ୍ୟାନେଲ୍ ଅଛି ଆମର 2ଟା, ଓଡ଼ିଆ ଏକାଡେମୀ ଗୋଟେ, ଓଡ଼ିଆ ଏକାଡେମୀ ଅଫିସିଆଲ୍ ବ୍ଲଗ୍ ଗୋଟେ, ଯେଉଁଟା ତୁମେ ଭିଡ଼ିଓ ଦେଖୁଛ ଏବେ ହେଲା। 2ଟା ଚ୍ୟାନେଲ୍ ମୋର ଓଡ଼ିଆ ଚ୍ୟାନେଲ୍ ଅଛି। ଆଉ 4ଟା ଚ୍ୟାନେଲ୍ ମୋର ଯେଉଁ ରହିଛି, ତ 4ଟା ଚ୍ୟାନେଲ୍ ମୋର ହିନ୍ଦୀ ଚ୍ୟାନେଲ୍ ରହିଛି। ହିନ୍ଦୀ ଚ୍ୟାନେଲ୍ କ'ଣ ଅପଲୋଡ଼ ହେଉଛି ମୋଟିଭେସନ୍ ଅପଲୋଡ଼ ହେଉଛି। ତା ସାଙ୍ଗରେ ଆମର AI ଉପରେ କିଛି ନଲେଜ୍ ଦିଆଯାଉଛି। ତା ସାଙ୍ଗରେ ଆହୁରି ମଧ୍ୟ 2ଟା ଚ୍ୟାନେଲ୍ ରହିଛି, ଯେଉଁଥିରେ କି AI ସର୍ଟସ୍ ଅନଲିମିଟେଡ଼ ଖାଲି ମାନେ ଅନଲିମିଟେଡ଼ ନ ରେଗୁଲାରଲି ଅପଲୋଡ଼ ହେଉଛି AI ସର୍ଟସ୍। ତ ସକାଳୁ ମୁଁ AI ସର୍ଟସ୍ 2ଟା ଭିଡ଼ିଓ ବନାଇ ହେଲା। ତ ପାଖାପାଖି 4 ଘଣ୍ଟା ସମୟ ଲାଗିଲା 2ଟା ଭିଡ଼ିଓକୁ। ପର ଭିଡ଼ିଓକୁ 2 ଘଣ୍ଟା ସମୟ ଲାଗିଲା। ଗୋଟେ ଭିଡ଼ିଓ ମାନେ କ'ଣ ଗୋଟେ ଭିଡ଼ିଓ ସୁଟିଂ ହେଉନି, ଡାଇରେକ୍ଟ କ୍ଲିପ୍ସ ପଡ଼ିଯାଉଛି AI ଉପରେ। ଆଉ ଗୋଟେ ଚ୍ୟାନେଲ୍ ଯେଉଁ ଭିଡ଼ିଓ ପଡ଼ୁଛି, ତ ସେଥିରେ ମୋ ନିଜର ଫେସ୍ରେ ସୁଟିଂ ହେଉଛି, ଯେଉଁଟାକି ହିନ୍ଦୀରେ କିଛି ହିଷ୍ଟୋରିକାଲ୍ ଉପରେ ତଥ୍ୟ ପ୍ରଦାନ କରାଯାଉଛି। ତ ସେଇଥିରେ ମୋ ଫେସ୍ ସହିତ AI କ୍ଲିପ୍ସ ଗୁଡ଼ିକ ମଧ୍ୟ ଇନପୁଟ୍ ରହୁଛି। ତ ଏଇଭଳି ଭାବେ ମୋର ପାଖାପାଖି କେତେଟା 4ଟା 2ଟା 6ଟା ଚ୍ୟାନେଲ୍ ପ୍ଲେ ହେଉଛି ଏକା ସାଙ୍ଗରେ। କେତେ ମାନେ ପର ଦିନକୁ 6ଟା ଚ୍ୟାନେଲ୍ କଣ୍ଟ୍ରୋଲ୍ କରାହେଉଛି। ତ ତାରି ମଧ୍ୟରେ ମଧ୍ୟ PCର ଯେଉଁ ଅସୁବିଧା ରହିଛି, ତ ମୁଁ ପୂର୍ବ ଭିଡ଼ିଓରେ କହିଥିଲି ଯେ ମୁଁ ଭିଡ଼ିଓ ଗୁଡ଼ିକ କିଭଳି ଭାବେ ଏଡ଼ିଟିଂ କରେ। ତ ଏଡ଼ିଟିଂ କରିବା ପାଇଁ ମୁଁ ତ ମୋବାଇଲ୍ ସାହାଯ୍ୟରେ ଏବେ ବର୍ତ୍ତମାନ ଏଡ଼ିଟିଂ କରୁଛି। ତ କିଛି ଦିନ ପୂର୍ବରୁ PC ସାହାଯ୍ୟ କରୁଥିଲି, ତ ଏବେ ବର୍ତ୍ତମାନ ମୁଁ କେଉଁଥିରେ ନା ମୋବାଇଲ୍ ସାହାଯ୍ୟରେ ଭିଡ଼ିଓ ଏଡ଼ିଟିଂ କରୁଛି। ତ ସେଥିଲାଗି କିନା ଆମର ବହୁତ ସାରା ଚ୍ୟାନେଲ୍ରେ ଲଙ୍ଗ୍ ଭିଡ଼ିଓ ଆସୁନି, କେବଳ ଭ୍ଲଗ୍ ଚ୍ୟାନେଲ୍ଟାକୁ ଛାଡ଼ିକି। ଭ୍ଲଗ୍ ଚ୍ୟାନେଲ୍ରେ କଣ୍ଟିନ୍ୟୁଅସ୍ଲି ସବୁଦିନ ମୋର ଭ୍ଲଗ୍ ଭିଡ଼ିଓ ଆସୁଛି, ଲଙ୍ଗ୍ ଭିଡ଼ିଓ ଆସିଯାଉଛି। ଆଉ ବ୍ୟକ୍ତିଗତ ଯେତେକ ଚ୍ୟାନେଲ୍ ରହିଲା ସବୁଥିରେ ସର୍ଟସ୍ ଭିଡ଼ିଓ ଆସୁଛି। ଓଡ଼ିଆ ଏକାଡେମୀଟାରେ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ଟାରେ ଆମର ଲଙ୍ଗ୍ ଭିଡ଼ିଓ ଆସୁନି କି ସର୍ଟସ୍ ଭିଡ଼ିଓ ଆସୁନି। କାରଣ ସେଥିରେ ମୁଁ ଭାବିଲି ଯେ ସର୍ଟସ୍ ଭିଡ଼ିଓ ଅପଲୋଡ଼ କରି ସର୍ଟସ୍ ମଧ୍ୟ ସେଭଳି ଭାବେ ଡିଫରେନ୍ସ ମାନେ ମଲ୍ଟିପୁଲ୍ସ ଅଫ୍ କ୍ଲିପ୍ସ ଲାଗିବ। ଛୋଟ କ୍ଲିପ୍ସ ହେଲେ କ'ଣ ବହୁତ ସାରା କ୍ଲିପ୍ସ ଲାଗିବ, କିନ୍ତୁ ଓଡ଼ିଆ ଏକାଡେମୀଟା ମଧ୍ୟ ଟପ୍ ରହିଛି। ତ ଓଡ଼ିଆ ଏକାଡେମୀଟା କହିଛି ଯେ ଅଗଷ୍ଟ ମାସରୁ ଷ୍ଟାର୍ଟ ହେବ ବୋଲିକି ହେବ। ତ ଆଉ ଯେଉଁ 4ଟା ଚ୍ୟାନେଲ୍ ରହିଲା ହିନ୍ଦୀ ଚ୍ୟାନେଲ୍, ତ ସେଇଥିରୁ 2ଟା ଚ୍ୟାନେଲ୍ ଏମିତି ରହିଛି ଯେ କମ୍ପ୍ଲିଟ୍ AIର ଭିଡ଼ିଓ ପଡ଼ିବ। ଆଉ 2ଟା ଚ୍ୟାନେଲ୍ ଏମିତି ରହିଛି ମୋ ଫେସ୍ ବାଲା ରେକର୍ଡ଼ିଂ କରିବା ପାଇଁ ବାସ୍ ଘଣ୍ଟେ 2 ଘଣ୍ଟାରେ ହେଇଯାଉଛି ଫେସ୍ କ୍ୟାମେରା ରେକର୍ଡ଼ିଂ ପାଇଁ। ଯେହେତୁ ମୋର ହିନ୍ଦୀ ସେତେଟା ଖାସ୍ ନାହିଁ, ତ ସେଥିଲାଗିନା ଆମର ମାନେ ସ୍କ୍ରିପ୍ଟିଂ କରାଯାଉଛି, ଲେଖାଯାଉଛି। ତା ସାଙ୍ଗରେ ସ୍କ୍ରିପ୍ଟ ବାରମ୍ବାର ପଢ଼ା ହେଉଛି। ମାନେ ଫେସ୍ ଲାଗିଥିବ କ୍ୟାମେରା ମାନେ ମୋବାଇଲ୍ ଲାଗିଥିବ ଷ୍ଟାଣ୍ଡରେ, ତ ସେ ମୋବାଇଲକୁ ଦେଖୁଥିବୁ। ତ ଆଜି ହମ୍ ଦେଖନେ ବାଲେ ହେଁ ଏଟସେଟ୍ରା ପୁଣି କହିକି ପୁଣି ମୋ ସ୍କ୍ରିପ୍ଟକୁ ଅନଉଥିବୁ। ତ ଏଇଭଳି ଭାବେ ଆମର ଭିଡ଼ିଓଟି କମ୍ପ୍ଲିଟ୍ ହେଲା ବେଳକୁ ପାଖାପାଖି 2 ଘଣ୍ଟା ସମୟ ଲାଗିଯାଇଥାଏ। ତାପରେ ଆଉ 2 ଘଣ୍ଟା ମାନେ ସେଗୁଡ଼ିକ ମାନେ କ୍ଲିପ୍ସ ଗୁଡ଼ିକ ଜଏନ୍ କରିବାକୁ, କଟ୍ ଆଉଟ୍ ଲଗେଇକି କମ୍ପ୍ଲିଟ୍ ହେଲା ବେଳକୁ 2 ଘଣ୍ଟା ସେଇଥିରେ ମୋର ଟାଇମ୍ ଯାଇଥାଏ। ତ ଏଇଭଳି ଭାବରେ ସକାଳୁ ମୋର ଗୋଟେ AI ଭିଡ଼ିଓ ଆଉ ଗୋଟେ ଯେଉଁ ହିଷ୍ଟୋରିକାଲ୍ ଭିଡ଼ିଓ ମାନେ 2ଟା
ଚ୍ୟାନେଲ୍ ପାଇଁ 2ଟା ଭିଡ଼ିଓ କମ୍ପ୍ଲିଟ୍ କରିଦେଇଛି, ଯେଉଁଟାକି ଅପଲୋଡ଼ ହେବ ଆଜି ମାନେ 10ଟା ବେଳକୁ ଅପଲୋଡ଼ ହେବ ହେଲା। ତ ଏଇଭଳି ଭାବେ ମୋର ଷ୍ଟ୍ରାଟେଜି ରହିଛି, ମାନେ ଏଇଭଳି ଭାବେ ସବୁ ଷ୍ଟ୍ରାଟେଜି ରହିଛି। ତା ସାଙ୍ଗରେ ମାନେ ଏଇ ଯେଉଁ ଜିନିଷ ରହିଛି ତ ୟାକୁ ମଧ୍ୟ କରିବାକୁ ପଡ଼ୁଛି। ପ୍ୟାକିଂ ହଉ, ମୋର ବେଶୀ କିଛି ଏତେ ଗୁରୁତ୍ୱ ନାହିଁ, ମୋର ଏତିକି କେବଳ ଗୁରୁତ୍ୱ ଯେ ୟାକୁ ଷ୍ଟାପଲର କରିବ, ତା ସାଙ୍ଗରେ ମାନେ ମାଲଟା କିଭଳି ଭାବେ କ୍ରିଏଟିଭ୍ ବନେଇବ, ତ ଏତିକି ହିଁ ମୋର କେବଳ ଗୁରୁତ୍ୱ। ଆଉ ଗୋଟେ ଯୋଉଟା ଆଇଟମ୍ ରହିଛି ଯୋଉଟାକୁ ମୁଁ ପ୍ୟାକିଂ କରିଦେଉଛି, ଆଉ ଯେମିତିକି ହେଇଗଲା ଚେରି ହେଇଗଲା, ତ ସେଇଭଳି ଭାବେ ଆଉ ଗୋଟେ ଯୋଡ଼େ ଆଇଟମ୍ ରହିଛି ଯୋଉଟାକୁ ମୁଁ ପ୍ୟାକିଂ କରେ। ଆଉ ଯୋଉଟା ଆମର ଭିଡ଼ିଓ ରେକର୍ଡ଼ିଂ କରାଯାଇଥିବ, ଯୋଉଟା ନୂଆ ଆସିଲା, ତ ସେଇଟାକୁ ମଧ୍ୟ ଭିଡ଼ିଓ ରେକର୍ଡ଼ିଂ କରିଦିଏ। ତ ଏତିକି ହେଉଛି ମୋର କାମ। ମାନେ ଅଫଲାଇନ୍ କହିବାକୁ ଗଲେ ଯେଉଁ ଭିଡ଼ିଓ ଦେଖୁଛ ତୁମେମାନେ ରେଗୁଲାର ଆସୁଛୁ ବୋଲିକି, ତ ଏଇ ଭିଡ଼ିଓରେ ମାନେ ଏଇଭଳିଆ ଭାବେ ଭିଡ଼ିଓରେ ମୋର ଏତିକି ହିଁ କେବଳ କାମ। କେବଳ ପଟା ଯେଉଁ ସେ କାଗଜରେ ଷ୍ଟାପଲର ମାରା ହେବ, ଯେତିକି ସେତିକି କାଗଜ ଫାଗଜ ଲଗା ହେବ, ଏତିକି ହିଁ ମୋ କାମ ହେଲା। ଆଉ ବାକି ଦିଗ ଦିନ ସାରା ମାନେ ଟାଇମ୍ ଟେବୁଲ୍ ରହିଯାଇଛି। ଦିନ 10ଟା ଭିତରେ ମୋର ମାନେ ଯୋଡ଼େ ସର୍ଟସ୍ ଏଡ଼ିଟିଂ ହେବ, 2ଟା ସର୍ଟସ୍ ବନାଇକି ୟୁଟ୍ୟୁବରେ ଡାଇରେକ୍ଟ ଅପଲୋଡ଼ କରାହେଇଯିବ। ତା ସାଙ୍ଗରେ 10ଟାରୁ 3ଟା ଭିତରେ ଆମର ବ୍ଲଗିଂ ପାଇଁ ବ୍ଲଗିଂ ଭିଡ଼ିଓ ରେକର୍ଡ଼ିଂ ହେବ। କେଉଁ ସମୟ ପୁଣି ଦରକାର, କେଉଁ ସମୟରେ ବ୍ଲଗ୍ ଭିଡ଼ିଓଟା ରେକର୍ଡ଼ିଂ ହେବ, ଏଇଭଳି ଭାବେ ସବୁ ଟାଇମ୍ ଟେବୁଲ୍ ରହିଛି। ତା ସାଙ୍ଗରେ ଆଉ ସନ୍ଧ୍ୟାବେଳ ସମୟରେ ମୁଁ ପୁଣି ମୋର ଏଜୁକେସନ୍ ରହିଛି ହେଲା। ଯେତେ ହେଲେ ବି ଦିନକୁ 2 ଘଣ୍ଟା ଏଜୁକେସନ୍ ଦେବାକୁ ପଡ଼ିବ ନା, 2 ଘଣ୍ଟା ସମୟ ଦେଲେ କମ୍ପ୍ୟୁଟର ସାଇନ୍ସ ତ ହେଇଯିବ, ପାଖାପାଖି ହେଇଯିବ, 100% ପାଖାପାଖି ହେଇଯିବ ହେଲା। ତ ଏଇଭଳି ଭାବେ ଚ୍ୟାନେଲ୍ ଆମର 6ଟା ଚ୍ୟାନେଲ୍ କଣ୍ଟ୍ରୋଲ ହେଉଛି। ଆଉ କେଉଁ ଚ୍ୟାନେଲ୍ର କନସିଷ୍ଟେନ୍ସି ରହିଛି 2 ଦିନ ଛଡ଼ା ଦିନରେ, 3 ଦିନ ଛଡ଼ା ଦିନଟେ, ଏଇଭଳି ଭାବେ କନସିଷ୍ଟେନ୍ସି ରହିଛି। ଆଉ ସେ କନସିଷ୍ଟେନ୍ସି ଅନୁଯାୟୀ ରେଗୁଲାର ଭିଡ଼ିଓ ଅପଲୋଡ଼ କରିବାକୁ ବା ଭିଡ଼ିଓ ବନେଇବାକୁ ପଡ଼ୁଛି। ତ ସେଥିଲାଗିନା ମୋର ଆଜି ଭିଡ଼ିଓ ଏବେ ରେକର୍ଡ଼ିଂ ହେଉଛି ଦିନ 1 ବେଳକୁ, ଆଉ 2 ଘଣ୍ଟା ପରେ ଏଇ ଭିଡ଼ିଓଟି ଅପଲୋଡ଼ ହେବ, ଯେଉଁଟାକି ତୁମେମାନେ ଦେଖୁଛ ଏଇ ଭିଡ଼ିଓଟି ହେଲା। ମାନେ କେତେଟା 3ଟା ବେଳକୁ। ତ ଆଇ ହୋପ୍ କି କିଛିଟା ମୋଟିଭେଟ୍ ମିଳିଥିବ। ତୁମେମାନେ ଯଦି ମାନେ ଏମିତି ଅଯଥା ବସିକି ରିଲ୍ସ ସ୍କ୍ରୋଲ୍ କରୁଛ, ତ କିଛି ଭାବୁଛ ଯେ ମୋ ଦ୍ୱାରା କିଛି ହେଇପାରିବ ନାହିଁ, ତ 2026ରେ AI ଯୁଗରେ, ମାନେ AI ଯୁଗ ଏଇଟା କହିବାକୁ ଗଲେ, AI ଯୁଗରେ ତୁମେମାନେ ତମ ପାଖରେ ଢେର ସାରା ଅପସନ୍ ରହିଛି। ଯଦି ତୁମେମାନେ ଖାଲିଟାରେ ବସିଛ ବୋଲେ, ତାହେଲେ ତୁମେମାନେ କିଛି ନା କିଛି ଗୋଟେ କରିପାରିବ, ଯେଉଁଥିରେ କି ତୁମମାନଙ୍କର କିଛି ହବି ହେଇଯାଇଥାଇପାରେ, ହବି ହେଇଯାଇବ। ଆମେ ଭିଡ଼ିଓ ବନେଇଲୁଣି, ତ ଆଗରୁ ଆମକୁ ଇରିଟେଟ୍ ଲାଗୁଥିଲା ଯେ ଫେସ୍ କ୍ୟାମ୍ରେ ଭିଡ଼ିଓ ବନେଇଥିବୁ, କିଏ କ'ଣ ଶୁଣିଲେ କହିବ ହେଲା, କେଉଁ ଲୋକ କି କ'ଣ ଶୁଣିଲେ କ'ଣ କହିବ। ତ ଏବେ ମାନେ କ'ଣ ରେଗୁଲାରଲି ଭ୍ଲଗ୍ ବନା ହେଉଛି ନା, ସେଥିଲାଗିନା ଆମର ମାନେ କ୍ୟାମେରା ପ୍ରତି ସେତିକି କଣ୍ଟାକ୍ଟ ହେଇଗଲାଣି ଯେ ମାନେ ଆଉ ସେତେ ଇରିଟେଟ୍ ଲାଗୁନି ହେଲା। ତ ସେଇଭଳି ଭାବେ ତୁମର ଯଦି ତୁମେ ଯେଉଁ ବି ପାସିଭ୍ କିଛି ଇଏ ପାଇଁ ନଲେଜ୍ ଗେନ୍ କରିବା ପାଇଁ ଯଦି କିଛି ଟ୍ରାଏଲ୍ କରୁଛ, ତାହେଲେ ତ ସେଇଟାକୁ ତୁମେ ମାନେ ହବି ଭଳିଆ କରିଦିଅ, ରେଗୁଲାରଲି କରିବାକୁ ଚେଷ୍ଟା କର। ସେମାନେ ଗୋଟେ ଟାଇମ୍ ଲିମିଟ୍ ରଖିକି, ସପୋଜ୍ ତୁମେ ୟୁଟ୍ୟୁବ୍ ଚ୍ୟାନେଲ୍ ଗୋଟେ ନୂଆ ଖୋଲିବାକୁ ଚାହୁଁଛ, ତ ରେଗୁଲାରଲି ତୁମେ ଏତିକିରୁ ଏତିକି ଟାଇମ୍ ଭିତରେ ଭିଡ଼ିଓ ପକେଇବାକୁ ଚେଷ୍ଟା କର, ଭିଡ଼ିଓ ଆଣିବାକୁ ଚେଷ୍ଟା କର। ଏଇଟା ମାନେ ଭିଡ଼ିଓ ଆଣିଲା ପରେ 7 ଦିନ କି ମାସେ ଭିତରେ, ଅତି ବେଶୀରେ ମାସଟାରେ ତୁମମାନଙ୍କୁ ମାନେ ଅବାଗିଆ ଲାଗେ, ଭ୍ୟୁ ଆସୁନି, ସବସ୍କ୍ରାଇବର ବଢ଼ୁନାହାନ୍ତି ହେଲା। ମୋତେ ବି ଏଭଳିଆ ବି ଏମିତି ଲାଗୁଛି ଏବେ, କାରଣ ଭ୍ୟୁ ମୋର ଭିଡ଼ିଓ ଏବେ ଏତେ ଭଲ ଆସୁନି। ତ ସେଥିଲାଗିନା ମାସେ କମ୍ପ୍ଲିଟ୍ ମେହନତ କର, ତାପରେ ମାନେ ଭ୍ୟୁ ଆସୁ କିମ୍ବା ନ ଆସୁ, ତାପରେ ତ ଡାଇରେକ୍ଟ ମୋବାଇଲ୍ ଧରିକି ଠିଆ ପଡ଼ିଥିବ ଯେ ହାଲୋ ଗାଇସ୍ ଓକେ। ତ ତୁମେମାନେ ମଧ୍ୟ ବୁଝିପାରୁଥିବ। ତ ଇଏ ହେଉଛି ମୋର ମୋଟିଭେସନ୍। ମାନେ ଦେଖ, ଆଉ ଗୋଟେ ମୋଟିଭେସନ୍ କହୁଛି, ମୁଁ ଆଗରୁ ଯେତେବେଳେ ମାନେ ମୋବାଇଲ୍ ୟୁଜ୍ କରୁଥିଲି ନା, ପର ଦିନ ଆଗ ମାନେ ରିଲ୍ସ ସ୍କ୍ରୋଲ୍ କରୁଥିଲି, ଇଆଡ଼ୁ ସିଆଡ଼ୁ ଯାହା ଆସିବ ସବୁ ମାନେ ଦେଖିବି, ଘାଣ୍ଟିବି, ତାପରେ ଗେମ୍ ଫେମ୍ ମଧ୍ୟ ଖେଳିବି। ତ ଯଦି ମାନେ ଗେମର୍, ତ ତାହେଲେ ଗେମିଂ ମଧ୍ୟ କରିପାରିବ ହେଲା। ତ ଏବେ କ'ଣ, ମୁଁ ବାସ୍ କେବଳ 2ଟା ଚ୍ୟାନେଲ୍କୁ ଫଲୋ କରୁଛି, ଯେଉଁଟା ହେଉଛି, ତ ସେଇଟା ନାଁ ନେବିନି ହେଲା, 2ଟା ଚ୍ୟାନେଲ୍କୁ ଫଲୋ କରୁଛି। ତ ଫଲୋ 2ଟା ଚ୍ୟାନେଲ୍ରୁ ପୁଣି 0 ଚ୍ୟାନେଲ୍ ହେଇଯିବ, ତାପରେ ମୋର ଆକ୍ଟିଭ୍ ହେଇଯିବ ମାନେ ୟୁଟ୍ୟୁବ୍ ଚ୍ୟାନେଲ୍, ମାନେ ଯେଉଁ 6ଟା ମଲ୍ଟିପୁଲ୍ସ ଚ୍ୟାନେଲ୍ ରହିଛି ୟୁଟ୍ୟୁବ୍ରେ, ତ ସେଇଥିରେ ମଧ୍ୟ ମୁଁ ଆକ୍ଟିଭ୍ ରହିଯିବି। ଆକ୍ଟିଭ୍ ହେଲେ କ'ଣ, ରେଗୁଲାରଲି ମାନେ ଯେଉଁ ମାନେ ଅଯଥା ଯେଉଁ ଟାଇମ୍ ୱେଷ୍ଟ କରୁଥିଲି ରିଲ୍ସ ଦେଖିକି, ତ ସେଇଟା ମଧ୍ୟ ପୁରା ମାଇନସ୍ କରିଦେବି ହେଲା। ତ ଯାହାଫଳରେ ରିଲ୍ସ ଦେଖିବା ସମୟଟା ମୋର ଏଇଥିରେ ଇନପୁଟ୍ ହେଇଯିବ ନା। ତ ସେଥିଲାଗିନା
ଆଜିର ଏଇଭଳିଆ ଏବେ ମୋଟିଭେସନ୍ ଥିଲା। ଆଉ ବ୍ଲଗ୍ଟି ଏତିକି ରଖିବା, ନେକ୍ସଟ୍ ଦେଖବା ନେକ୍ସଟ୍ ଡେରେ। ବାଏ ବାଏ।